1914। ଛିଡ଼ା ହୁଅ, ବିପଦର ସମ୍ମୁଖୀନ ହୁଅ। ତୁ ମୋତେ କହିଲୁ, ତୁ ମୁଖ ଫେରାଇ ନେବାକୁ କାହିଁକି ଚାହୁଁ? କର୍ମକ୍ଷେତ୍ରରୁ, ଯୁଦ୍ଧ କ୍ଷେତ୍ରରୁ, ସତ୍ୟର ଗଭୀର ଧ୍ୟାନ ମଧ୍ୟରେ କାହିଁକି ପଳାଇ ଯିବାକୁ ଚାହୁଁ? ସତ୍ୟର ପୂର୍ଣ୍ଣାଙ୍ଗ ପ୍ରକାଶ ହିଁ ପ୍ରୟୋଜନ ଅନ୍ଧ, ଅଜ୍ଞାନ ଓ ତାମସ ବିରୁଦ୍ଧର ସକଳ ବାଧା ଉପରେ ତାର ବିଜୟ। ଛିଡ଼ା ହୁଅ, ସ୍ଥିର ଦୃଷ୍ଟି ସହ ବିପଦର ସମ୍ମୁଖୀନ ହୁଅ। ମହାଶକ୍ତି ସମ୍ମୁଖରେ ତାହା ଅନ୍ତର୍ହିତ ହେବ। ହେ ଭଗବାନ, ମୁଁ ବୁଝିପାରିଛି ଯେ ଏହି ବାହ୍ୟତମ ପ୍ରକୃତିର ଦୁର୍ବଳତା ସର୍ବଦା ଜଡ଼ ମଧ୍ୟରେ ନିଜକୁ ସମର୍ପଣ କରିଦେବାକୁ ଚାହେଁ, ଅଥବା କ୍ଷତିପୂରଣ ସ୍ୱରୂପ ଗୋଟିଏ ଚରମ ବୁଦ୍ଧିଗତ ଏବଂ ଆଧ୍ୟାତ୍ମିକ ସ୍ୱତନ୍ତ୍ରତା ମଧ୍ୟରେ ପଳାଇ ଯିବାକୁ ଚାହେଁ। କିନ୍ତୁ ତୁ ଆମମାନଙ୍କ ଠାରୁ କର୍ମ ହିଁ ଚାହୁଁ। ଆଉ କର୍ମରେ ଏପରି ମନୋଭାବ ରହିଲେ ଚଳିବ ନାହିଁ। କେବଳ ଆନ୍ତର ଜଗତ ଉପରେ ବିଜୟ ଯଥେଷ୍ଟ ନୁହେଁ, ଆମମାନଙ୍କୁ ଅତି ସ୍ଥୂଳ ଜଗତ ଉପରେ ମଧ୍ୟ ବିଜୟ ହାସଲ କରିବାକୁ ହେବ। ବାଧା ଅଥବା ବିପତ୍ତି ଠାରୁ ଦୂରକୁ ପଳାଇ ଯିବାକୁ ହେବ ନାହିଁ, କାରଣ ସେପରି ସାମର୍ଥ୍ୟ ଆମମାନଙ୍କର ଅଛି। ଆମେମାନେ ଏପରି ଚେତନା ମଧ୍ୟରେ ଯାଇ ପ୍ରବେଶ କରିପାରୁ ଯେଉଁଠାରେ କୌଣସି ବାଧା ନାହିଁ। ତୋର ସର୍ବଶକ୍ତି ଉପରେ ବିଶ୍ୱାସ ରଖି ସିଧା ବିପଦର ସମ୍ମୁଖୀନ ହେବାକୁ ହେବ ଏବଂ ତୋର ସର୍ବଶକ୍ତିମତ୍ତାର ବିଜୟ ହେବ। ହେ ଭଗବାନ, ସର୍ବାଙ୍ଗୀନ ରୂପେ ଯୋଦ୍ଧାର ହୃଦୟ ମୋତେ ଦାନ କର। ତୋର ବିଜୟ ସୁନିଶ୍ଚିତ। ସର୍ବସ୍ୱ ପଣ କରି ଜୟ କରିବାକୁ ହେବ। ଏହା ହିଁ ହେବ ବର୍ତ୍ତମାନର ମନ୍ତ୍ର। ତେବେ ଏହାର କାରଣ ନୁହେଁ ଯେ କର୍ମ ପ୍ରତି ବା କର୍ମଫଳ ପ୍ରତି ଆମର ଆସକ୍ତି ରହିଛି, ଅଥବା ଏପରି କର୍ମର ଆବଶ୍ୟକତା ଅଛି, ଅଥବା ଆମମାନଙ୍କ ପକ୍ଷେ ଆପେକ୍ଷିକ ଅବସ୍ଥା ସମୂହ ଅତିକ୍ରମ କରିଯିବା ସମ୍ଭବ ନୁହେଁ। ଏହାର କାରଣ ଏହି ଯେ ତୁ ଏହି ଆଦେଶ ଆମମାନଙ୍କୁ ଦେଇଛୁ। ଏହାର କାରଣ ଏହି ଯେ ବର୍ତ୍ତମାନ ସମୟ ଆସିଛି, ପୃଥିବୀ ଉପରେ ତୋର ବିଜୟ ହେବ। ଏହାର କାରଣ ଏହି ଯେ ତୁ ଚାହୁଁଛୁ ଏକ ଅଖଣ୍ଡ ଓ ସର୍ବାଙ୍ଗୀନ ବିଜୟ। ସମଗ୍ର ଜଗତ ନିମନ୍ତେ ଏକ ଅସୀମ ପ୍ରେମ ନେଇ ଆସ, ଆମେ ଯୁଦ୍ଧ କରିବା।